ତମ ଭଳି ଅପଦାର୍ଥ ଗୁଡ଼ାକ ମୋର ଆସିଷ୍ଟାଣ୍ଟ ଏକଥା ଭାବିଲା ବେଳକୁ ମୋ ମୁଣ୍ଡରେ ଘୃଣ ଆସି ଯାଉଛି। ହଁ ଉଠାଇବ ଆବେ ସେ ପୋଲିସ ଡିପାର୍ଟମେଣ୍ଟ ଉଡ଼େଇ ପାରିଲାନି ଆବେ ସେ ପୋଲିସ ତାକୁ ସୁଟ୍ କରିପାରିଲାନି। ହଁ ମୁଁ ଟାଇଗର ସବୁ ସମୟ ତୁ ସମ୍ଭବ କରିବା ଶିଖିଛି। ଟାଇଗର ହୁଏତୁ ଯିଏ ଆସିଛି ତାର ମରିବା ନିଶ୍ଚିତ। ହଁ ଆଉ ତାର ଟାର୍ଗେଟ ହେଲା ସେ ଶଳା ରାଙ୍ଗା ତେଲେଙ୍ଗା ଇନ୍ସପେକ୍ଟର ରୁଦ୍ର ଆଉ ସେ ଶଳା ସଞ୍ଚାର ମହାନ୍ତି। ତମ ପରିଚୟ ସମୟ ସେ ଜାଣିପାରିବ ଟାଇଗର କିଏ। ଖାଲି ଏତିକି ମନେ ରଖ ଗୋଟେ ସରଳ ମଣିଷ ଆଜି ଟାଇଗର ଏ ପୋଲିସ ଡିପାର୍ଟମେଣ୍ଟର ଆତଙ୍କ। ମୁଁ ବିଶ୍ୱାସ ରାଉତ ଚଣ୍ଡାଳର ଗୋଟିଏ ନୂତନ ସଂସ୍କରଣ। ମୋ ମଥାରେ ଲାଗିଥିବା କଳଙ୍କ ଗୁଡ଼ିକ ଏହାକୁ ଯାଇ ମୁଁ କରିଛି ପାପର ମହାଯଜ୍ଞ। ଆଉ ଏଇ ମହାଯଜ୍ଞରେ ପ୍ରତିଶୋଧ ଦ୍ରବ୍ୟ ଡାଇ ଡାଇ ମୁଁ ଏମାନଙ୍କୁ ଜାଳି ପଡ଼ି ସାକାର କରିଦେବି। ସମୟ ମୋ ଜୀବନ ସହିତ ଚକା ବହୁଛନ୍ତି। ସମୟ ଚକ୍ରରେ ମୋ ଭାଗ୍ୟଟା ବଦଳି ଚାଲିଛି। ଜୀବନ ବାଟ ଠିକ କରି ଚାଲିଗଲାଣି ଲହୁଲୁଣ ହେବାକୁ ପଡ଼େ। ହେଲେ ମୁଁ ଛାଡ଼ିବିନି, ପ୍ରତିଶୋଧ ନେବି, କଡ଼ା କୁଣ୍ଡା କରି ପ୍ରତିଶୋଧ ନେବି। ତାହେଲେ ଠିକ ଅଛି ଆସ ବନ୍ଧୁ ମୋ ହାତରେ ହାତ ମିଶେଇ ମତେ କଥା ଦିଅ ଏ ମହାଭାରତ ମହାଯଜ୍ଞରେ ଆମେ ଅତ୍ୟାଚାରୀ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆଉ ସେମାନଙ୍କୁ ଖୋଜି ଖୋଜି ମର୍ଡର କରିବା। ତାହେଲେ ମହାଭାରତ ଅତୁଲ ପର୍ବରେ ଆମେ କହିବା ଟାଇଗର ଜୟ ଶ୍ରୀରାମ, ଟାଇଗର ଜୟ ଶ୍ରୀରାମ, ଟାଇଗର ଜୟ